नमस्कार दर्शक बंधु शुभ सकाल। आज हूँ 6 तारीख अक्टोबर मास रविवार। चलतु जाना देश विदेश किसी बचा बचा गुरुत्वपूर्ण खबर। जदि आपण मैंने पर्यटन वीडियो को लाइक करना वीडियो को लाइक कर चैनल को सब्सक्राइब कर कमेंट माध्यम जनातु आपण मैंने आम भिडी क्यों जिलू देखुं। ଏବେ ଆଞ୍ଚଳିକ ପାଣିପାଗରୁ ଯାହା ସୂଚନା ମିଳୁଛି, ପାର୍ବଣ ପର୍ବରୁ ବଦଳିଲା ପାଗର ମିଜାଜ। ସୃଷ୍ଟି ହେଲା ଲଘୁଚାପ। ବଙ୍ଗୋପସାଗରରେ ଏକ ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି, କିନ୍ତୁ ଏହାର ପ୍ରଭାବ ଅଧିକ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ପ୍ରଭାବରେ ଆଗାମୀ 7 ଦିନ ରାଜ୍ୟରେ ହାଲକା ମଧ୍ୟମ ଧରଣର ବର୍ଷା ଲାଗି ରହିବ। କାର୍ଯ୍ୟକାରୀ ହେବାକୁ ଯାଉଥିବା କୌଣସି ଯୋଜନା ରାସନ କାର୍ଡ ସହିତ ଲିଙ୍କ ଅଛି। ଲୋକଙ୍କ ପାଖରେ ରାସନ କାର୍ଡ ଥିବା ଆବଶ୍ୟକ, କିନ୍ତୁ ଏଥିରେ ମଧ୍ୟ କର୍ତ୍ତୃପକ୍ଷ ନୂତନ ମକଦ୍ଦମା ଦାୟର କରିଛନ୍ତି। ସେମାନେ କହିଛନ୍ତି ରାସନ କାର୍ଡ ଅପଡେଟ୍ ହୋଇନାହିଁ। ଯଦି ଏହି ସମସ୍ୟା ସେହିପରି ନୂତନ ରାସନ କାର୍ଡ ପାଇଁ ଆବେଦନ କରାଇ ହଠାତ୍ ବନ୍ଦ ହେବ, ମଧ୍ୟ ଲୋକଙ୍କର ଅସନ୍ତୋଷ ସୃଷ୍ଟି ରହିଛି। ପ୍ରତି ମାସରେ ମିଳିବ 5,000 ଟଙ୍କା ପିଏମ୍ ଇଣ୍ଟର୍ନସିପ୍। ଦର୍ଶକ ବନ୍ଧୁ, ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ପିଏମ୍ ଇଣ୍ଟର୍ନସିପ୍ ସ୍କିମ୍ ପାଇଁ ଅନଲାଇନ୍ ରେଜିଷ୍ଟ୍ରେସନ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ଯୋଜନାଟି ସ୍ୱତନ୍ତ୍ର, କାରଣ ଏହା ଯୁବକମାନଙ୍କୁ କୌଣସି ଶିଖାଇବାରେ ସାହାଯ୍ୟ କରିବ ଏବଂ ସେମାନେ ମଧ୍ୟ ଷ୍ଟାଇପେଣ୍ଡ ପାଇପାରିବେ। ଦଶହରା ପୂର୍ବରୁ ପୁଣି ବଢ଼ିଲା ପେଟ୍ରୋଲ ଡିଜେଲ ଦର। ଜାଣନ୍ତୁ କେତେ? ଓଡ଼ିଶାରେ ଆଜି ପେଟ୍ରୋଲ ମୂଲ୍ୟ 100 ଟଙ୍କା 97 ପଇସା ରହିଥିବା ବେଳେ ଡିଜେଲ 92 ଟଙ୍କା 55 ପଇସା ରହିଛି। ତେବେ ଏଠାରେ ଆମେ ଆପଣଙ୍କୁ ସୂଚନା ଦେଇଛୁ ଯେ ଆଜି ଓଡ଼ିଶାରେ ପେଟ୍ରୋଲ ଡିଜେଲ ଲିଟର ପିଛା 5 ପଇସା ବୃଦ୍ଧି ପାଇଛି। ଗତକାଲି ତୈଳ ଦର ଖସିବା ବେଳେ ବଢ଼ିଲା ସିମେଣ୍ଟ ମୂଲ୍ୟ। ଘର ନିର୍ମାଣ କରୁଥିଲେ ପଡ଼ନ୍ତୁ କେତେ ବଢ଼ିଲା ଦାମ। ଆପଣ ଏବେ ଘର ତିଆରି କରୁଛନ୍ତି କି କିମ୍ବା ଘର ତିଆରି ସହ ପରୋକ୍ଷ ଭାବେ ଯୋଡ଼ି ରହିଛନ୍ତି କି? ଯଦି ହଁ, ତେବେ ଆପଣ ଏହି ଖବର ଦେଖିବାରେ ନିହାତି ଆବଶ୍ୟକ, କାରଣ ଘର ତିଆରି ପାଇଁ ମୂଳ ଉପାଦାନ ମଧ୍ୟରୁ ଅନ୍ୟତମ ସିମେଣ୍ଟର ମୂଲ୍ୟ। ଦେଶର ମୌସୁମୀ ଋତୁ ଶେଷ ହେଉଛି ଏବଂ ଏହାର ଶେଷ ପ୍ରତ୍ୟେକ ବର୍ତ୍ତମାନ ନିର୍ମାଣ କାର୍ଯ୍ୟ ଉପରେ ରହିଛି, ତେଣୁ ସିମେଣ୍ଟର ଦର ହୁ ହୁ ବଢ଼ୁଛି। ଆସୁଛି ବିବାହ ଋତୁ, ବଢ଼ି ଚାଲିଛି ସୁନା ଦର। 10 ଗ୍ରାମକୁ 72,000 ପାର। ଆସୁଛି ବିବାହ ଋତୁ, ବଢ଼ି ଚାଲିଛି ସୁନା ଦର। ଦୀପାବଳି ବେଳକୁ ସାଧାରଣ ଲୋକଙ୍କ ପାଇଁ ପହଞ୍ଚିବ ହୋଇଯିବ। ପୁଣି ଆଗକୁ ବଢ଼ିବ। ଋତୁ ଆସୁଥିବାରୁ ପରିସ୍ଥିତି ଅସମ୍ଭାଳ ହୋଇଯିବ। ତେବେ ଏହା ପହଞ୍ଚିବ ହେବ ପୂର୍ବରୁ ଆତଙ୍କିତ ହୋଇପଡ଼ିଥିବା ଲୋକେ ଏବେଠାରୁ କିଣିବା ଆରମ୍ଭ କଲେଣି।